ବିଲେଇ କାନ୍ଦିବା ଆଉ କୁକୁର ଭୁକିବା କେଉଁ ସଂକେତ ଦିଏ? ବିଲେଇ କାନ୍ଦିବା ମୃତ୍ୟୁର ସଂକେତ। ଧଳା ବିଲେଇ ଘରକୁ ଆସିବା ବହୁତ ଶୁଭ। ଗାଈ ଘରକୁ ଆସିବା ଶୁଭ ସଂକେତ। ଧଳା ପାରା ଘରକୁ ଆସିବା ଶୁଭ ସଂକେତ। କାଉ ମୁଣ୍ଡ ଉପରେ ବସିବା ଅଶୁଭ ସଂକେତ। କୁକୁର ଉପରକୁ ମୁହଁ କରି ଭୋକିବା ଅଶୁଭ। ସକାଳୁ ଗଛ କାଟିବା ଦେଖିବା ଅଶୁଭ ସଂକେତ। କାଉ ବୋବାଇବା ଘରକୁ କୁଣିଆ ଆସିବା। ସକାଳେ କାନ୍ଦିବା ଶବ୍ଦ ଶୁଣିବା ଅଶୁଭ ସଂକେତ। କେଉଁ ଦିନ ମୁଣ୍ଡରେ ତେଲ ଲଗାଇବା ଉଚିତ ନୁହେଁ? ରବିବାର ଦିନ ମୁଣ୍ଡରେ ତେଲ ଲଗାଉଥିବା ବ୍ୟକ୍ତି ସାରା ଜୀବନ ଅସୁସ୍ଥ ରହିଥାଏ। ଯେଉଁ ବ୍ୟକ୍ତି ସୋମବାର ଦିନ ମୁଣ୍ଡରେ ତେଲ ଲଗାନ୍ତି ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ। ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ମୁଣ୍ଡରେ ତେଲ ଲଗାନ୍ତି ତାଙ୍କର ଦୁଃଖ କେବେ ଶେଷ ହୁଏ ନାହିଁ। ଯେଉଁ ବ୍ୟକ୍ତି ଗୁରୁବାର ଦିନ ମୁଣ୍ଡରେ ତେଲ ଲଗାନ୍ତି ତାଙ୍କର ସୌଭାଗ୍ୟ ଶେଷ ହୋଇଯାଏ। ଶୁକ୍ରବାର ଦିନ ମୁଣ୍ଡରେ ତେଲ ଲଗାଉଥିବା ବ୍ୟକ୍ତି ପ୍ରତ୍ୟେକ କାମର କ୍ଷତିର ସମ୍ମୁଖୀନ ହୁଅନ୍ତି। ଯେଉଁ ବ୍ୟକ୍ତି ଶନିବାର ଦିନ ମୁଣ୍ଡରେ ତେଲ ଲଗାନ୍ତି ତାଙ୍କୁ ଧନ ଏବଂ ଜ୍ଞାନ ମିଳିଥାଏ। ଯେଉଁ ବ୍ୟକ୍ତି ବୁଧବାର ଦିନ ମୁଣ୍ଡରେ ତେଲ ଲଗାନ୍ତି ତାଙ୍କର ସୌଭାଗ୍ୟ ବୃଦ୍ଧି ହୁଏ। ସନ୍ଧ୍ୟା ସମୟର ଏହି କାମ ତମକୁ ଦରିଦ୍ର କରିଦେବ, ସାବଧାନ। ସନ୍ଧ୍ୟା ସମୟରେ ଘରେ ସବୁଦିନେ କର୍ପୂର ଆଳତି ନିଶ୍ଚୟ କରନ୍ତୁ। ସନ୍ଧ୍ୟାରେ ବା ସକାଳେ ଘରେ ବା ଠାକୁର ଘରେ ଝୁଣା ବୁଲାନ୍ତୁ, ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସନ୍ଧ୍ୟା ସମୟରେ ବା ସନ୍ଧ୍ୟା ଦେବା ସମୟରେ ଭଜନ ବା ଶଙ୍କୁଡ଼ି ପକାନ୍ତୁ ନାହିଁ। ସନ୍ଧ୍ୟା ସମୟରେ ବା ସନ୍ଧ୍ୟା ଦେବା ସମୟରେ ଘର ଓଳାନ୍ତୁ ନାହିଁ କି ଘର ପୋଛା ମାରନ୍ତୁ ନାହିଁ। ସନ୍ଧ୍ୟା ସମୟରେ ବା ସନ୍ଧ୍ୟା ଦେବା ସମୟରେ ଘରର ମୁଖ୍ୟ ଦ୍ୱାର ବନ୍ଦ କରନ୍ତୁ ନାହିଁ। ସବୁବେଳେ ଠାକୁର ଘର ସଫାସୁତୁରା ରଖିବେ। ସନ୍ଧ୍ୟା ଦେବା ସମୟରେ ଘରର କୌଣସି ସଦସ୍ୟ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ଘରର ସୁଖ ଓ ସମୃଦ୍ଧି ପାଇଁ ଏହି 6ଟି ନିୟମ ନିଶ୍ଚୟ ପାଳନ କରନ୍ତୁ। ଶୋଇବା ଘରେ ଅଇଁଠା ବାସନ ରଖିବନି। ଶୋଇବା ଘରେ ବନ୍ଦ ଘଣ୍ଟା ରଖିବନି। ଶୋଇବା ଘରେ ଈଶ୍ୱରଙ୍କ ଫଟୋ ନିଷେଧ। ମୁଖ୍ୟ ଦ୍ୱାର ଉପରେ ଶ୍ରୀ ଗଣେଶଙ୍କ ଫଟୋ ମୁଖ୍ୟ ଦ୍ୱାର ଭିତରକୁ ଖୋଲିବା ଉଚିତ। ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ କିମ୍ବା ଓମ୍ ଅଙ୍କନ କରନ୍ତୁ। ତୁମର ଶତ୍ରୁମାନେ ତୁମକୁ ଟିକିଏ ବି ଆଘାତ କରିପାରିବେ ନାହିଁ। ମାସର ପ୍ରଥମ ଗୁରୁବାର ଦିନ କିଛି ହଳଦିଆ ସୋରିଷ ଦାନା ନିଅନ୍ତୁ ଏବଂ ତଳେ ଦିଆଯାଇଥିବା ମନ୍ତ୍ରକୁ ହାତରେ ଘଷି ଜପ କରନ୍ତୁ। ଏହାପରେ ଏହି ସୋରିଷକୁ ନିଜ ଉପରେ 7 ଥର ଘୁରାଇ ବିପରୀତ ଦିଗରେ ଫୋପାଡ଼ି ଦିଅନ୍ତୁ ଏବଂ ତାପରେ ଏହାକୁ ପଛକୁ ଫୋପାଡ଼ି ଦିଅନ୍ତୁ। ଏହା କରିବା ଦ୍ୱାରା କୌଣସି ଶତ୍ରୁ ତୁମର କ୍ଷତି କରିପାରିବ ନାହିଁ। ହମ୍ ହ୍ରିଂ ବଗଳାମୁଖୀ। ଦୟାକରି ସମସ୍ତ ଦୁଷ୍ଟ ଲୋକଙ୍କ କଥା, ମୁହଁ ଏବଂ ପାଦ ଚିହ୍ନ ବନ୍ଦ କରନ୍ତୁ। ଦୟାକରି ମୋର ଜିଭ, ମୋର ଚାବି ଏବଂ ମୋର ବୁଦ୍ଧି ନଷ୍ଟ କରନ୍ତୁ। ଓମ୍ ସ୍ୱାହା। ସହଜରେ ରୋଗ ଦୂର କରିବାର 8ଟି ଉପାୟ। ଗୋଇଠି ଘଷନ୍ତୁ, ଚେହେରା ଚମକାନ୍ତୁ। ନଖ ଘଷନ୍ତୁ, ବୃଦ୍ଧ ହେବାରୁ ବଞ୍ଚନ୍ତୁ। ସକାଳୁ ଚାଲନ୍ତୁ, ପୁରା ଦିନ ସୁସ୍ଥ ସବଳ ରୁହନ୍ତୁ। ତାଳି ବଜାଅ, ରୋଗ ଦୂର କର। ହାତ ଘଷନ୍ତୁ, ଶକ୍ତି ଉତ୍ପନ୍ନ କରନ୍ତୁ। ସକାଳୁ ଦୌଡ଼ନ୍ତୁ, ମୋଟାପଣ କମାନ୍ତୁ। ଖୋଲିକି ହସନ୍ତୁ, ସୁସ୍ଥ ରୁହନ୍ତୁ। ନାଚ କରନ୍ତୁ, ରୋଗ ଦୂର କରନ୍ତୁ। କୋଟିଏରେ ଗୋଟିଏ ହୋଇଥାନ୍ତି ସୋମବାର ଆଉ ମଙ୍ଗଳବାରରେ ଜନ୍ମ ହୋଇଥିବା ଶିଶୁ। ମଙ୍ଗଳବାରରେ ଜନ୍ମ ହୋଇଥିବା ପିଲାମାନଙ୍କର ଭାଗ୍ୟ ବହୁତ ଅଧିକା ହୋଇଥାଏ କିନ୍ତୁ ସ୍ୱଭାବରେ ବହୁତ ସରଳ। ଏହି ପିଲାମାନଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ସର୍ବଦା ରହିଥାଏ। ତେଣୁ ସେହିଦିନ ଜନ୍ମ ହୋଇଥିବା ଶିଶୁର ମନ ଚଞ୍ଚଳ ହୋଇଥାଏ।